राधेश्याम। तो फ्रेंड्स एमिति एक टेक्निक जहाद्वारा आपण लाइफ रे संपूर्ण भाव में परिवर्तन आसीबो। जी कि कहूची मते सबु बेले डर डर लागुची, जी कि भाबुची मु उन्नति करि पारुनी, जी कि भाबुची मो भितरे मो आत्मा को मु जागृत करि पारुनी, सेई लोक पाई ए वीडियो संपूर्ण भाव में। तो एठी मु जहा कहबी जेमिति कहबी आपण फॉलो करंतु, निश्चिंत भाव में आपण लाइफ रे बदलाव आसीबो। आपण निश्चित भाव में निजर आत्मा को चिन्हि पारिबे, बहुत आगकू जाई पारिबे। तो जेमिति आपनको दिन सारा कौनसी एक विचार आसिकी एमिति छटपट करिबारे लागे जे तू किछि करि पारिलु नाही, तो आगरे कौनसी भी सफलता देखा जाऊ नाही, तते केही पसंद करू नाहंती, तू जे कौनसी काम करबाकू जाउचु कौनसी काम रे तते सफलता मिलु नाही, एमिति भावना जेतेबेले मनरे आसी जाउची, तो सेई सबु भावना को आपनको इग्नोर करबाकू पड़िबो। ओ सेई जगार मु जेमिति कहूची सेई प्रे को जदि आपण प्रत्येक दिन करिवे आपनको लाइफ रे निश्चिंत भाव में परिवर्तन आसीबो। तो आपण एमिति करिवे, एक शांत जगह को बाछिबे जोठी कौनसी पाटितुंड सुना जाई नथिबो, हो हल्ला सुना जाऊ नथिबो, सेमिति एक जगह को बाछंतु। जेमिति कि सकाळ पाइबा मात्रे आपण एई प्रे को करिले भी आहुरी भलो। एक शांत जगार बसी जातु, किछि समय डीप ब्रीदिंग करंतु, जेमिति कि निश्वास नियंतु, किछि समय होल्ड करंतु, पुणी छाड़ंतु, एमिति 6-7 थर आपण करिवे। तापरे दुई हाथ को रब करिवे, डीप ब्रीदिंग नहीं सारिले 6-7 थर, तापरे दुई हाथ को रब करिवे और निजको हक करिकी धरिवे। एई प्रकारे आपण निजको हक करिकी धरिवे, जे कहिबे मो निजको मु बहुत भल पाए, मो निजको मु बहुत सम्मान दिए, मो निजको मु स्वीकार करे। आई लव माई सेल्फ, आई रेस्पेक्ट माई सेल्फ, आई एक्सेप्ट माई सेल्फ। मु जेमिति भी हेई थाए मो निजको मु पसंद करे। निज ना नहीं कि सही जगह रे आपण एमिति भी कहि पारबे, आई लव माई सेल्फ, सेल्फ जगह रे आपण निज ना को नहीं पारिबे। सही प्रकार कहिकी कहिबे, ମୁଁ ତୋ ସହିତ ସବୁବେଳେ ଅଛି, ମୁଁ ମୋ ନିଜ ସହିତ ସବୁବେଳେ ଅଛି, ମୁଁ ନିଜ ସହିତ ଆହୁରି ବିଶ୍ୱାସର ସହିତ ଆଗକୁ ବଢ଼ିବାରେ ଲାଗିଛି ଓ ମୁଁ ଜାଣିଛି ମୋର ପ୍ରତ୍ୟେକଟି ଦିନ ଆହୁରି ମଜେଦାର ବନିବାରେ ଲାଗିଛି, ମୋର ପ୍ରତ୍ୟେକଟି ଦିନ ଆହୁରି ଶାନଦାର ବନିବାରେ ଲାଗିଛି। ମୁଁ ଜାଣିଛି ମୋ ନିଜର ବିକାଶ ହେବାରେ ଲାଗିଛି, ମୁଁ ଆହୁରି ଆଗକୁ ଯିବାରେ ଲାଗିଛି। ଏଇ ପ୍ରକାର ଆପଣ ଯେମିତି ନିଜକୁ ହକ୍ କରିକି କୁହନ୍ତି, ଆପଣଙ୍କ ଭିତରେ ଥିବା ଆତ୍ମା ଜଗିବାରେ ଲାଗିଯାଏ, ସଚେତ ହେବାରେ ଲାଗିଯାଏ, ଜାଗୃତି ହେବାରେ ଲାଗିଯାଏ। ଯେ କହେ ଏଇ ମଣିଷ ଦେହରେ ମୁଁ ଆଜି ପର୍ଯ୍ୟନ୍ତ ଥିଲି ଯିଏକି ମୋତେ ଆପ୍ରିସିଏଟ୍ କରୁନଥିଲା, ଯିଏକି ମୋତେ କେବେ ବି ଭଲ ପାଉନଥିଲା, କେବେ ବି ମୁଁ କେମିତି ଅଛି ପଚାରୁନଥିଲା, ଆଜି ସିଏ ମୋ ନିଜକୁ ଭଲ ପାଉଛି, ଆଜି ମୋ ନିଜକୁ ସେ ନିଜେ ହକ୍ କରୁଛି, ନିଜର ଆପଣାର ଭରି ଆପଣା ଭାବିକି ଏତେ ସାରା କଥା କହୁଛି। ସେଇଠି କ'ଣ ହେଇଥାଏ, ଆପଣ ଏଇ ସବୁ କଥାକୁ ଯେମିତି କହିବାରେ ଲାଗନ୍ତି, ଆପଣଙ୍କର ଆତ୍ମା ଜାଗୃତ ହେବାରେ ଲାଗିଯାଏ ଓ ଆପଣଙ୍କୁ କେଉଁ ଜିନିଷ କଲେ ଆପଣଙ୍କ ପାଇଁ ଠିକ୍ ହେବ ସେମିତି ବିଚାର, ସେମିତି ଭାବନା ଆପଣଙ୍କ ମନ ମସ୍ତିଷ୍କରେ ଆସିବାରେ ଲାଗିଯାଏ। ଏଇ ପ୍ରେକୁ ଆପଣ ଯଦି ପ୍ରତ୍ୟେକ ଦିନ 3 ଟାଇମ୍ କରୁଛନ୍ତି, ସକାଳେ କରୁଛନ୍ତି, ବେଳାରେ ବି କରୁଛନ୍ତି, ରାତି ବି କରୁଛନ୍ତି, 3 ଟାଇମ୍ରେ ଆପଣ ଯଦି କରୁଛନ୍ତି, ଦେଖିବେ ଆପଣଙ୍କ ଲାଇଫ୍ରେ ବହୁତ ସାରା ବଦଲାव ଆସିବ, ଯାହାକି ଆପଣ କିଛି ଦିନ ଭିତରେ ଜାଣିବେ ଯେ ଆଗରୁ ଏମିତି ଫିଲିଙ୍ଗସ୍ ନଥିଲା, ଆଗରୁ ଏମିତି ମୋ ନିଜ ପ୍ରତି ଭଲ ପାଇବା ନଥିଲା, ଏବେ ମୋତେ ବହୁତ ଭଲ ଲାଗୁଛି ଓ ଆପଣଙ୍କୁ ଏକା ରହିବାକୁ ମଧ୍ୟ ଭଲ ଲାଗିବ। ଯେଉଁ ଜାଗାରେ କି ଆପଣ କାହାକୁ ଖୋଜୁଥିଲେ, ସାଙ୍ଗସାଥି କି ମୋବାଇଲରେ ଫୋନ୍ କରିବା ପାଇଁ ଚାହୁଁଥିଲେ, କାହା ସହିତ ଗପିବାକୁ ଚାହୁଁଥିଲେ, ଆଉ ଇଚ୍ଛା ମଧ୍ୟ ହେବ ନାହିଁ। ଆପଣ ନିଜ ସାଥିରେ ହଜିବାରେ ଲାଗିବେ, ମଜିବାରେ ଲାଗିବେ, ଆପଣଙ୍କୁ ସବୁ କିଛି ଭଲ ଲାଗିବାରେ ଲାଗିବ। ଏଇ ସବୁ ଟେକ୍ନିକକୁ ଆପଣ ନିହାତି କରନ୍ତୁ। ଆପଣ ନିଜ ସହିତ ଯେତିକି ଏଇ ଟେକ୍ନିକକୁ କରିବେ, ବିଶ୍ୱାସର ସହିତ କରିବେ, ବିଲକୁଲ ଯେଉଁ କଥା ମୁଁ କହିଲି ଯେମିତି ମନ ଲଗେଇକି କହିବେ, ସେଇ ସବୁ କଥା ଆପଣଙ୍କୁ ଆଗକୁ ଉଠେଇବ। ସେଇ ସବୁ କଥାର ପାୱାର ଅଛି, ଯାହାକି ଆପଣ ନିଜ ସହିତ କନେକ୍ଟ ହେଇପାରିବେ ଓ ଯେତିକି ଦୂର ପର୍ଯ୍ୟନ୍ତ ଯିବା ପାଇଁ ଚାହୁଁଛନ୍ତି, ଯେତିକି ଆଶା କରିଛନ୍ତି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ, ପ୍ରତ୍ୟେକଟି ଲକ୍ଷ୍ୟ ଆପଣଙ୍କ ସାମ୍ନାରେ ଆସି ଛିଡ଼ା ହେବ। ଆପଣଙ୍କୁ ବିଲକୁଲ ଏମିତି ଲାଗିବ ଯେ ଏଇ ଲକ୍ଷ୍ୟକୁ ମୁଁ ସହଜରେ ହାସିଲ କରିପାରିବି, ଏଇ ଲକ୍ଷ୍ୟ ମୋ ପାଇଁ ଅତି ସହଜ ଅଟେ, ମୁଁ କ'ଣ କରିପାରିବିନି। କେମିତି
ଆଗରୁ ଆପଣ ନିଜ ପ୍ରତି ଧ୍ୟାନ ଦେଉନଥିଲେ। ଯେବେଠାରୁ ଏମିତି ଆପଣ ନିଜ ପ୍ରତି ଧ୍ୟାନ ଦେବେ, ଆପଣଙ୍କୁ ସବୁକିଛି ସହଜ ହେବାରେ ଲାଗିବ ଓ ଆପଣ ସହଜ ହିସାବରେ ବହୁତ ଆଗକୁ ଯାଇପାରିବେ। ଓକେ? ତ ଭିଡ଼ିଓ ଯଦି ପସନ୍ଦ ଆସିଛି ଲାଇକ୍, ସେୟାର, ସବସ୍କ୍ରାଇବ୍ ଆପଣମାନେ ନିହାତି କରିବେ। ରାଧେ ଶ୍ୟାମ।